ସୁନ୍ଦର ଜଙ୍ଗଲ ଆର ପାଖରେ ଥିଲା ଗୋଟେ ସୁନ୍ଦର ଗାଁଟିଏ, ଯୋଉଠି ରହୁଥିଲା ଗୋଟେ ଗରିବ ଚାଷୀ। ଗୋଟେ ଦିନର କଥା। କମଳା, ଭାବୁଛି ଏଥର ଆମେ କିଛି ପରିବା ଚାଷ କରିବା। କେତେ ଦିନ ଆଉ ଆମେ ଗରିବ ହୋଇ ରହିବା? ଆମ ପାଖରେ ସିନା ଟଙ୍କା ନାହିଁ। ମୁଁ ଯାଉଛି ସେ ଜମିଦାର ପାଖରୁ କିଛି ଟଙ୍କା ଉଧାର ଆଣିକି ଆସିବି। ପଇସା ନେଇକି ଆସ, ପରିବା ବିକିଲେ ଆମେ ତାଙ୍କ ପଇସା ଫେରେଇ ଦେବା। ପରେ ସେ ଜମିଦାର ପାଖକୁ ପଇସା ଆଣିବା ପାଇଁ ଗଲା। ଆରେ ମୋହନ ଭାଇ, ମୋତେ କିଛି ଟଙ୍କା ଦେ। ମୋ ପାଖରେ ଟଙ୍କା ନାହିଁ, ସେଥିପାଇଁ ମୁଁ କିଛି ଚାଷ କରିପାରୁନାହିଁ। ତୁ ଯଦି ମୋତେ ସାହାଯ୍ୟ କରିବୁ, ମୁଁ ସେ ଟଙ୍କା ନେଇ କିଛି ପରିବା ଚାଷ କରି ବିକ୍ରି କରି ତୋ ପଇସା ସୁଧ ମୂଳ ସହ ଫେରେଇ ଦେବି। ଆରେ ରାଜୁ, ମୁଁ ତୋର ଦୁଃଖ ବୁଝିପାରୁଛି। ପଇସା କଥା ଚିନ୍ତା କର ନାହିଁ, ମୁଁ ତୋତେ ପଇସା ଦେବି। ଆଗ ତୁ ବିଲକୁ ହଳ କରିଦେ। ପରଦିନ ବିଲକୁ ହଳ ନେଇକି ଗଲା, ଆଉ ଭଲ ଭାବରେ ହଳ କରିଲା। କିଛି ଦିନ ପରେ ରାଜୁ, କମଳା ଆଉ ତା ପୁଅ କିଛି ଗଛ ଚାରା ନେଇ ତାଙ୍କ ବିଲକୁ ଗଲେ। ସେମାନେ ବିଲକୁ ପହଞ୍ଚି ଗୋଟି ଗୋଟି କରି ସବୁତକ ଚାରା ଭଲ ଭାବରେ ଲଗାଇଲେ। କିଛି ଦିନ ପରେ କମଳା, ମୁଁ ବିଲକୁ ଯାଏ ଆଉ ପରିବା ସବୁ ତୁଳି ଆଣିକି ବଜାରକୁ ବିକ୍ରି କରିବାକୁ ନେବି। ହଉ, ତମେ ଯାଇକି ନେଇକି ଆସ। ୱାଓ, କେଡ଼େ ସୁନ୍ଦର ଫଳ ପଡ଼ିଛି ତ। ରାଜୁ ତା ଟୋକରିରେ ଧରି ସବୁତକ ପରିବା ଘରକୁ ନେଇ ଆସିଲା, ଆଉ ତା ଗାଡ଼ିରେ ଲୋଡ୍ କରି ସବୁତକ ବଜାରକୁ ନେଇଗଲା। ବଜାରରେ ତଟକା ପରିବା ସବୁ ଭଲରେ ବିକ୍ରି କରି ସେ ଘରକୁ ଫେରି ଆସିଲା। ଏ କମଳା, ଦେଖେ କେତେ ଟଙ୍କା ମୁଁ ନେଇକି ଆସିଛି। ଏଥର ଆଉ ଆମକୁ ଅସୁବିଧା ହେବନି। ମୋହନକୁ ତା ପଇସା ଫେରେଇ ଦେବା, ଆଉ ଏଇ ପଇସାରେ ଆମେ ଆହୁରି ଚାଷ କରିବା। ସେଇଦିନ ଠାରୁ ସେମାନେ ବହୁତ ଖୁସିରେ ରହିଲେ। ଏହିଭଳି ଭଲ ଭଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।